ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ଗ୍ରାମ ପଞ୍ଚାୟତ ମାଣିକପାଟଣା ହରିଜନ ସାହିଠାରେ ପ୍ରତିଷ୍ଠିତ ଜଗତ ଜନନୀ ମା ମଙ୍ଗଳାଙ୍କ ପଞ୍ଚବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଗତ ଜନନୀ ମା ମଙ୍ଗଳାଙ୍କ ଉପାସିକା ଶାନ୍ତିଲତା ନାୟକଙ୍କ ପ୍ରଚେଷ୍ଟା ଓ ପ୍ରତ୍ୟକ୍ଷ ତତ୍ତ୍ୱ ଅବଦାନରେ ପ୍ରତିଷ୍ଠିତ ମଙ୍ଗଳାଙ୍କ ମନ୍ଦିରର ଏହି ପଞ୍ଚବାର୍ଷିକ ଉତ୍ସବ ତା 17/2/2026 ମଙ୍ଗଳବାର ଦିନ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥିଲା। ଶାସ୍ତ୍ରଗତ ରୀତିନୀତି ବିଧି ଅନୁଯାୟୀ ହୋମ ଯଜ୍ଞ କରାଯାଇ ଜଗତ ଜନନୀ ମଙ୍ଗଳାଙ୍କ ପୂଜା ଅର୍ଚ୍ଚନା କରାଯାଇଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ଚେତନା ବାତାବରଣ ସୃଷ୍ଟି ହୋଇଥିଲା। ଉତ୍ସବ ପରିବେଷଣ ହେଉଥିବା ମନ୍ଦିର ପ୍ରାଙ୍ଗଣ ପଞ୍ଚାଧୀନ ଅତିଥିମାନଙ୍କ ଯୋଗ ଦେଇଥିବା ନୂଆଗାଁ ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, ବାହାଡ଼ଝୋଲା ଆଞ୍ଚଳିକ ପରିଷଦର ସଭାପତି ତଥା ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଭୀମସେନ ସେଠୀ, ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ନାୟକ, ଯୁବମୋର୍ଚ୍ଚା ସଭାପତି ରବୀନ୍ଦ୍ର କୁମାର ସାହୁ, ଷ୍ଟେଟ୍ ବ୍ୟୁରୋ ଚିଫ୍ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଦିବ୍ୟରଞ୍ଜନ ନାୟକ, ସାମ୍ବାଦିକ ନିରଞ୍ଜନ ସାହୁ, ପ୍ରମୋଦ କୁମାର ନାୟକ, ଭବାନୀ ପ୍ରସାଦ ଦେଓ ସମେତ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ହୋଇଥିବା ବେଳେ ମନୋଜ କୁମାର ନାୟକଙ୍କ ତତ୍ତ୍ୱ ଅବଦାନରେ ପଞ୍ଚବାର୍ଷିକ ଉତ୍ସବ ପଦାର୍ପଣ ହୋଇଥିଲା। ନୟାଗଡ଼ ଜିଲ୍ଲାରୁ ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ, ଆମ ଖବର ସଂସ୍କୃତି।